ସାର୍ ଆପଣ ପରିଚୟଟା ମୁଁ ରାଧାଶ୍ୟାମ ଜେନା ଆଜ୍ଞା ନିମାପଡ଼ା ବାହାର ଆଶ୍ରମର ସହ ସମ୍ପାଦକ। କ'ଣ କହିବେ ଆଜିର କାର୍ଯ୍ୟକ୍ରମକୁ ନେଇକି? ଆଜିର ଏହି ସ୍ୱାଧୀନତା ସାଧାରଣତନ୍ତ୍ର ଦିବସରେ ଆମର ବରିଷ୍ଠ ଆଇନଜୀବୀ ରାମକୃଷ୍ଣ ମିଶ୍ର, ଯିଏକି ତାଙ୍କର ଓକିଲାତି ଜୀବନର 50 ବର୍ଷ ପୂରଣ ହୋଇଥିବାରୁ ଆମ ନିମାପଡ଼ା ବାହାର ଆସୋସିଏସନ୍ ଏବଂ ଜୁଡ଼ିସିଆଲ୍ ବାହାର ଆସୋସିଏସନ୍ ତରଫରୁ ତାଙ୍କୁ ଆଜି ସମସ୍ତ ଜଜ୍ମାନଙ୍କ ଉପସ୍ଥିତିରେ ଏଡ଼ିଜେ ଆମର ସୌମ୍ୟ ପାତ୍ର ଏବଂ ଜେଏମ୍ଏଫ୍ସି ଏବଂ ମୁନ୍ସି ଏମାନେ ସମସ୍ତେ ଉପସ୍ଥିତ ରହି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ ଏବଂ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସାର୍ ଆପଣଙ୍କ ପରିଚୟଟା? ମୁଁ ଅର୍ଜୁନ ସିଂ ଆଡ଼ଭୋକେଟ୍ ନିମାପଡ଼ା ବାର୍ ପ୍ରେସିଡେଣ୍ଟ ଅଛି। ସାର୍ ଦେଖନ୍ତୁ, ଆଜି ଯେଉଁ ଆପଣଙ୍କର ସାଧାରଣତନ୍ତ୍ର ଦିବସ ଅବସରରେ ଗୋଟେ ସଭା ସମ୍ବର୍ଦ୍ଧିତ ସଭା ଅନୁଷ୍ଠିତ ହୋଇଥିଲା, କ'ଣ ଥିଲା ତା'ର ବିଷୟ? ସେଥିରେ ଆମର ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ରାମକୃଷ୍ଣ ମିଶ୍ର, ଯିଏକି ଦୀର୍ଘ 50 ବର୍ଷରେ ଆଇନ ସେବା 1975 ମସିହାରେ କରିଆସୁଛନ୍ତି, ତାଙ୍କୁ 50 ବର୍ଷ ଯେହେତୁ କରିଛନ୍ତି, ସେହି ବର୍ଗରେ ଆମର ନିମାପଡ଼ା ବାର୍ ଆସୋସିଏସନ୍ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଉଛି। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆମେ ତାଙ୍କୁ ସମ୍ବର୍ଦ୍ଧିତ କଲୁ। ଏଥିରେ ଆମର 2ଟା ବାର୍ ନିମାପଡ଼ା ବାର୍ ଆସୋସିଏସନ୍ ଏବଂ ଜୁଡ଼ିସିଆଲ୍ ବାର୍ ଆସୋସିଏସନ୍ର ସଭାପତି ସମ୍ପାଦକ ଓ ସମସ୍ତ ବାର୍ ମେମ୍ବର୍ସ ଉପସ୍ଥିତ ଥିଲେ ଏବଂ ଆମ୍ଭ ନିମାପଡ଼ା ଅତିରିକ୍ତ ଜିଲ୍ଲା ଜଜ୍ ନିମାପଡ଼ା ସୌମ୍ୟ ପାତ୍ର ଓ ସିଭିଲ୍ ଜଜ୍ ଜୁନିୟର ଡିଭିଜନ ନିମାପଡ଼ା ସୁମା ରାଓ ଏବଂ ଜେଏମ୍ଏସ୍1 ସ୍ୱରୂପ ସାଗର ପ୍ରଧାନ, ଜେଏମ୍ଏସ୍2 ଇସ୍ପିତା ମିଶ୍ର ଉପସ୍ଥିତ ଥିଲେ। ସେ ଥାଇ ତାଙ୍କର ଦୀର୍ଘ ଜୀବନ କାମନା କରୁ। ସେ ଏମିତି ଆମକୁ ଆଇନ ସେବା ଆଉ ଆମକୁ ହିତପରି ଦେଉଥାନ୍ତୁ ଓ ତାଙ୍କୁ ପ୍ରେରଣା ଦେଉଥାନ୍ତୁ ବୋଲି ଆମେ ଭଗବାନଙ୍କୁ ପ୍ରାର୍ଥନା କରୁ। ସାର୍ ଆପଣଙ୍କ ପରିଚୟଟା? ପ୍ରଭାତ କୁମାର ନାୟକ, ନିମାପଡ଼ା ବାରର ସମ୍ପାଦକ ଅଛି। କ'ଣ ଥିଲା ଆଜିର କାର୍ଯ୍ୟକ୍ରମ? ଆଜିର କାର୍ଯ୍ୟକ୍ରମ ଆମର ରାମକୃଷ୍ଣ ମିଶ୍ର, ଯିଏ ଆମ ନିମାପଡ଼ା ବାହାର ଆସନର ଥିଲେ ଆମର ପ୍ରଥମ ପ୍ରେସିଡେଣ୍ଟ, ତାଙ୍କର 50 ବର୍ଷ ପୂର୍ତ୍ତି ଅବସରରେ ଆମେ ଜାନୁଆରୀ 26ରେ ତାଙ୍କୁ ଆଜି ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କଲୁ। ଯିଏ ବି ଭାବିଲେ ଏମିତି ପ୍ରୋଗ୍ରାମ କରିବା ପାଇଁ ଆଇ ମଷ୍ଟ କଂଗ୍ରାଚୁଲେଟ୍ ହିମ୍। ବହୁତ ବଢ଼ିଆ ଜିନିଷ ଭାବିଛନ୍ତି। ହୋପ୍ କରୁଛୁ ଯେ ଯାହାର ବି ଏମିତି ଆପଣଙ୍କର 50 years କମ୍ପ୍ଲିସନ୍ ହେଲା ଅର୍ ଫର୍ ଦ୍ୟାଟ୍ ମ୍ୟାଟର୍ ଇଭେନ୍ 25 years ବି ହେଲା, ଆପଣ ଯଦି ଫିଲ୍ ଭାବିବେ ତାଙ୍କୁ ଫେଲିସିଟେଟ୍ କରନ୍ତୁ ସୋ ଦ୍ୟାଟ୍ to remember his dedication and his contribution to the system. तो ଆମେ ସମସ୍ତେ we all work towards one purpose, be it a judge, an advocate, whoever it may be, or for that matter any stakeholder. ଆମେ ସମସ୍ତେ ଗୋଟେ ଗୋଲ୍ ପାଇଁ କାମ କରୁଛୁ, ସେଟା ହେଉଛି ଜଷ୍ଟିସ୍ ଡେଲିଭରି। ତ ଜଷ୍ଟିସ୍ ଡେଲିଭରିରେ ଆମେ କ'ଣ କରୁ ନା ଜଷ୍ଟିସ୍ ମାନେ କ'ଣ, ଜଷ୍ଟିସ୍ ଡେଫିନେସନ୍ କିଏ ଜାଣିନାହାନ୍ତି ଯେ ଜଷ୍ଟିସ୍ କ'ଣ। ଯଦି ଆମେ ସିମ୍ପଲି କହିବା ସିମ୍ପଲ୍ ସେଣ୍ଟେନ୍ସ ଯେ ଯାହାର ଜଣେ ପାଇବା ପାଇଁ ଅଧିକାର, ସେ ଯଦି ପାଇଗଲା ତାକୁ ଜଷ୍ଟିସ୍ ମିଳିଲା। ତ ଇନ୍ ଅର୍ଡର ଫର୍ ଦ ଜଷ୍ଟିସ୍